जबरदखल बा इल्लीगल पोजिशन कौन? ଯେତେବେଳେ କୌଣସି ବ୍ୟକ୍ତି ଅନ୍ୟ କୌଣସି ବ୍ୟକ୍ତିର ସମ୍ପତ୍ତି ବା ଜମି ଘର ବା ଦୋକାନ ଉପରେ କୌଣସି ଆଇନଗତ ଅଧିକାର ନଥାଇ ଲୋକଟି ଜବରଦସ୍ତି କବ୍ଜା କରିଥାଏ, ତେବେ ତାକୁ ଜବରଦଖଲ ବା ଇଲିଗାଲ ପୋଜିସନ କୁହାଯାଏ। ମାନେ ସେ ଜମି ଉପରେ କୌଣସି ଆଇନଗତ ଭାବେ ଅଧିକାର ନଥିବ, ନିଜ ପାଖରେ କୌଣସି କାଗଜପତ୍ର ନଥିବ ବା ଦସ୍ତାବିଜ ନଥିବ, କିନ୍ତୁ ଲୋକଟି ଜବରଦଖଲ କରିଥିବ, ମାନେ କବ୍ଜା କରିଥିବ, ଚାଷ କରୁଥିବ, ତେବେ ତାକୁ ଇଲିଗାଲ ପୋଜିସନ ବା ଜବରଦଖଲ କୁହାଯାଏ। ବୁଝିପାରିଲେ? ସବୁଠୁ ଇମ୍ପୋର୍ଟାଣ୍ଟ କଥା ହେଉଛି ସେ ଲୋକ ପାଖରେ କୌଣସି ଆଇନଗତ ଭାବେ ଅଧିକାର ନଥାଏ, ମାନେ ସେ ଜମିର ଡକୁମେଣ୍ଟ କିଛି ନଥାଏ, ଆଉ ଯଦି ବି ଥାଏ ତା ଭୁଲ ହେଇଥାଇପାରେ କିମ୍ବା ଫର୍ଜି ହେଇଥାଇପାରେ, ଜାଲ ହେଇଥାଇପାରେ। ତେବେ ଏଇ କଣ୍ଡିସନରେ କ'ଣ କରାଯିବ, ତାକୁ କେମିତି ହଟାଯିବ? ଆଉ ଗୋଟେ କଣ୍ଡିସନ ବି ଏଠି ଆସେ, ଆଉ ଯଦି ଆପଣ ଜାଣିଛନ୍ତି ଆପଣଙ୍କ ଜମିଟିକୁ ସେ ଲୋକଟି ଜବରଦଖଲ କରିଛି ବା କବ୍ଜା କରିଛି, ଚାଷ କରୁଛି କିମ୍ବା ସେ ଯେକୌଣସି କାମ ପାଇଁ ତାର ବ୍ୟବହାର କରୁଛି, ଆଉ ଆପଣ ଯଦି କିଛି ନ କୁହନ୍ତି ଏବଂ ଆଖପାଖ ଲୋକ ଜାଣିଛନ୍ତି ସେ ଜମିଟି ଆପଣଙ୍କର ଏବଂ ଆପଣ କିଛି କହୁନାହାନ୍ତି ବା ବିରୋଧ କରୁନାହାନ୍ତି ସେ ଲୋକକୁ, ତ ବହୁତ ବଡ଼ ଭୁଲ ଆପଣ କରୁଛନ୍ତି। ଯଦି ସେ ଲୋକଟି ସେ ଜମି ଉପରେ 12 ବର୍ଷ ଯାଏଁ ଜବରଦଖଲ କରିଦେଲା, ତେବେ ଆଡଭର୍ସ ପୋଜିସନର ଆଇନ ହିସାବରେ ସେ ଜମି ଉପରେ ସେ ଲୋକଟି ନିଜର ମାଲିକାନା ହକ୍ ସାବ୍ୟସ୍ତ କରିପାରିବ ବା ଅଧିକାର ସାବ୍ୟସ୍ତ କରିପାରିବ। ତେଣୁ ଆପଣଙ୍କୁ ଏହି 12 ବର୍ଷ ଭିତରେ ଜଲ୍ଦି ଆକ୍ସନ୍ ନେବାକୁ ପଡ଼ିବ। ତେବେ ବର୍ତ୍ତମାନ ଜାଣିବା କେଉଁ କେଉଁ କାରଣ ପାଇଁ ଜମି ଗୁଡ଼ିକ ଜବରଦଖଲ ହେବାର ଅଧିକ ଚାନ୍ସ ଥାଏ। କାରଣ ଗୁଡ଼ିକ ହେଉଛି ମାଲିକର ଅବହେଳା। ମାନେ କିଛି କିଛି ଲୋକ ଥାଆନ୍ତି ବାହାରେ ବିଦେଶରେ ଇନକମ୍ କରୁଥାନ୍ତି, ବିଜନେସ୍ କରୁଥାନ୍ତି ଏବଂ ସେଠି ସେଟେଲ୍ ହେଇଯାଇଥାନ୍ତି। ଗାଁକୁ 2-3 ବର୍ଷରେ 4 ବର୍ଷରେ ଥରେ ଆସନ୍ତି। ତାଙ୍କ ଜମି କିଏ ଚାଷ କଲା, କିଏ ଜବରଦଖଲ କରିଛି, ସେ ଜମିର କାଗଜପତ୍ର କେଉଁଠି ରହିଲା, କ'ଣ ହେଲା ଜାଣିନଥାନ୍ତି ବା କୌଣସି କାଗଜପତ୍ର କ'ଣ ହେଲା ବୋଲି ଦେଖୁନଥାନ୍ତି। ତେବେ ସେଇଭଳିଆ କଣ୍ଡିସନରେ ଜବରଦଖଲ ହେବାର ଚାନ୍ସ ଅଧିକ ଥାଏ। ତେବେ ଭଡ଼ାରେ ରହୁଥିବା ଲୋକ ଦ୍ୱାରା କବ୍ଜା, ମାନେ ବେଳେବେଳେ ଦେଖା ହୁଏ ଭଡ଼ାରେ ରହୁଥିବା ଲୋକମାନେ ଘର ଛାଡ଼ନ୍ତିନି କି ଭଡ଼ା ବି ଦିଅନ୍ତିନି, ତା ବି ଯିବ ଆମର ବେଆଇନ ଦଖଲ ବା ଇଲିଗାଲ ପୋଜିସନରେ। ସରକାରୀ ସମ୍ପତ୍ତି ଉପରେ କବ୍ଜା, ମାନେ ସରକାରୀ ଜାଗା ଉପରେ, ଯେକୌଣସି ଜାଗା ଉପରେ ବା ଘର ଦୋକାନ ବାଡ଼ି ଉପରେ ଯାହା ବି କବ୍ଜା ହେଇଥିବ ତା ବି ଯିବ ଆମର ବେଆଇନ ଦଖଲ ବା ଜବରଦଖଲ ବା ଇଲିଗାଲ ପୋଜିସନରେ ଯିବ। ଫର୍ଜି ଦସ୍ତାବିଜ। ଫର୍ଜି ଦସ୍ତାବିଜ ପ୍ରସ୍ତୁତ କ'ଣ ନା, ଏଇଠି ଦେଖନ୍ତୁ, ମନେ କରନ୍ତୁ ଏଇଟା ଗୋଟେ ଜମି, ଆର ଅରିଜିନାଲ ମାଲିକ ହେଉଛି, ମାନେ ଏ ପାଖରେ ଅରିଜିନାଲ ଡକୁମେଣ୍ଟ ଅଛି ଏବଂ ସେ ଜମିଟିରେ ବ୍ୟବହାର କରେ ବା ଚାଷ କରେ, ବା ବି କ'ଣ କରିଛି ନା ସେ ଜମି ଉପରେ ଜବରଦଖଲ କରିକି ଫର୍ଜି କାଗଜପତ୍ର ବା ଜାଲ ଦସ୍ତାବିଜ ପ୍ରସ୍ତୁତ କରିଦେଇଛି। ତେବେ ଇଏ ବି ହେଇଯିବ ଆମର ବେଆଇନ ଦଖଲ ବା ଇଲିଗାଲ ପୋଜିସନ। ପ୍ରପର୍ଟି ବିବାଦ। ପ୍ରପର୍ଟି ବିବାଦ କ'ଣ ନା, 3 ଭାଇ ଥିବେ, ସେ 3 ଭାଇଙ୍କ ମଧ୍ୟରେ ଗୋଟେ ଭାଇ ଆର୍ଥିକ ହିସାବରେ ବହୁତ ଦୁର୍ବଳ ଥିବ ବା ଫାଇନାନ୍ସିଆଲ କଣ୍ଡିସନରେ ସେ ବହୁତ ଦୁର୍ବଳ ଥିବ। ତାକୁ ଏ 2 ଭାଇ କ'ଣ କରନ୍ତି ନା ତାର ଜାଗାକୁ ହଡପ କରିନିଅନ୍ତି ବା ଜବରଦସ୍ତି କବ୍ଜା କରିନିଅନ୍ତି। ଇଏ ବି ଯିବ ବେଆଇନ ଦଖଲ ବା ଇଲିଗାଲ ପୋଜିସନରେ। ଭୂ ମାଫିଆ। କିଛି କିଛି ଲୋକ ଦେଖିବେ ଏରିଆରେ ଥିବେ, ତାଙ୍କର ନେତା ମନ୍ତ୍ରୀଙ୍କ ସହିତ ଅଧିକ ହାତ ଥିବ ବା କନେକ୍ସନ୍ ଥିବ, ସେମାନଙ୍କ ସହିତ ତାଙ୍କର ଆଦାନ ପ୍ରଦାନ ଭଲ ଥିବ। ସେ କ'ଣ କରନ୍ତି ନା ଦୁର୍ବଳ ଲୋକଙ୍କୁ ଦେଖି ତାଙ୍କ ଜମି ଉପରେ ଜବରଦସ୍ତି କବ୍ଜା କରନ୍ତି ଏବଂ ସେ ସାଧାରଣ ଲୋକଟିକୁ ହଇରାଣ କରିଥାନ୍ତି। ଇଏ ବି ଯିବ ଆମର ବେଆଇନ ଦଖଲ ବା ଇଲିଗାଲ ପୋଜିସନରେ। ତେବେ ଏହି ଜବରଦଖଲ ବା ଇଲିଗାଲ ପୋଜିସନ ଉପରେ ଲାଗୁଥିବା ଧାରା ଗୁଡ଼ିକୁ ଜାଣିବା। ୟାକୁ ରୋକିବା ପାଇଁ ଆମର ଲିଗାଲ ପ୍ରୋଭିଜନ ପ୍ରସ୍ତୁତ ହୋଇଛି। କ'ଣ ନା ଆମର ଆଗରୁ ଥିଲା IPC ବା ଇଣ୍ଡିଆ ପେନାଲ କୋଡ୍ ଏବଂ CRPC, କ'ଣ ନା କ୍ରିମିନାଲ ପ୍ରୋସିଡର କୋଡ୍। କିନ୍ତୁ ଜୁଲାଇ 1, 2024ରେ ତାକୁ ପରିବର୍ତ୍ତନ କରାଯାଇଛି BNSS, ମାନେ ଭାରତ ନାଗରିକ ସୁରକ୍ଷା ସଂହିତା। କ'ଣ କରାଯାଇଛି ନା BNSS, ଭାରତ ନାଗରିକ ସୁରକ୍ଷା ସଂହିତା। ଚାଲନ୍ତୁ ଧାରା ଗୁଡ଼ିକୁ ଦେଖିଦେବା। ତେବେ ଏହି BNSS ର ଧାରା 329 କହୁଛି କ'ଣ ନା ଯଦି କୌଣସି ବ୍ୟକ୍ତି ବିନା ଅନୁମତିରେ ଜଣେ ବ୍ୟକ୍ତିଙ୍କ ସମ୍ପତ୍ତିରେ ପଶିଯାଆନ୍ତି ବା ତା ଉପରେ ଜବରଦସ୍ତି କବ୍ଜା କରିନିଅନ୍ତି, ତେବେ ଏହାକୁ ଅପରାଧିକ ଅନଧିକୃତ ପ୍ରବେଶ କୁହାଯାଏ। ତା ପାଇଁ 1 ବର୍ଷ ପାଇଁ ଜେଲ୍ ଓ ଜୋରିମାନା ହୋଇଥାଏ। ବୁଝିପାରିଲେ? ଯେଉଁ ଲୋକ ଜବରଦସ୍ତି ଜମିକୁ ଜବରଦଖଲ କରିଥାଏ ବା ଧମକ ଚମକ ଦେଇ ସେ ଜାଗାକୁ ଛାଡ଼ୁନଥାଏ, କବ୍ଜା କରିନେଇଥାଏ, ତା ଉପରେ ଏହି ଧାରା ଲାଗୁ ଯାଇପାରିବ। ତେବେ ତାଙ୍କୁ କେତେ 1 ବର୍ଷ ଜେଲ୍ ଏବଂ ଜୋରିମାନା ବି ହେଇପାରେ। ବୁଝିଲେ? ଧାରା 351 କ'ଣ କହୁଛି ନା ଯଦି ଜବରଦଖଲ କରିବା ବାଲା ବ୍ୟକ୍ତି ଧମକ ଦିଏ ବା ଗଣ୍ଡଗୋଳ ବା ଭାଇଲେନ୍ସର ଡର ଦେଖାଏ, ତେବେ ଅପରାଧିକ ଧମକ
বা କ୍ରିମିନାଲ ଇଣ୍ଟିମିଡେସନ କୁହାଯାଏ। ୟାର ସଜା 2 ରୁ 7 ବର୍ଷ ପର୍ଯ୍ୟନ୍ତ ଜେଲ୍ ହୋଇଥାଏ। ବୁଝିପାରିଲେ? ଯଦି କୌଣସି ଲୋକ ଆପଣଙ୍କୁ ଡରଉଛି ବା ଧମକଉଛି ବା ଗଣ୍ଡଗୋଳର ମାରହାଣ କରିବାର ଧମକ ଦେଉଛି, ତେବେ ଧାରା 351ରେ ତାଙ୍କୁ 2 ରୁ 7 ବର୍ଷ ପର୍ଯ୍ୟନ୍ତ ଜେଲ୍ ରହିପାରେ। ଧାରା 324ରେ କ'ଣ କହୁଛି ନା ଯଦି କୌଣସି ବ୍ୟକ୍ତି ସମ୍ପତ୍ତି କ୍ଷତି ପହଞ୍ଚାଇ କବ୍ଜା କରେ ୟାକୁ ଅପରାଧିକ କ୍ଷତି ବୋଲି କୁହାଯାଏ। ବୁଝିପାରିଲେ? ଧାରା 324ରେ କ୍ଷତି ପହଞ୍ଚାଇକି ଜାଗାକୁ ଯଦି କବ୍ଜା କରିଥାଏ ତାକୁ ଆମେ ଅପରାଧିକ କ୍ଷତି ବୋଲି କହିପାରିବା। ବିଏନ୍ଏସ୍ଏସ୍ର ଧାରା 164 କହୁଛି ଯଦି କୌଣସି ସମ୍ପତ୍ତି ଉପରେ ଝଗଡ଼ା ହୁଏ କିମ୍ବା ଝଗଡ଼ା ହେବାର ସମ୍ଭାବନା ଥାଏ, ପୁଲିସ ମ୍ୟାଜିଷ୍ଟ୍ରେଟଙ୍କ ସହାୟତାରେ କବ୍ଜା କରିଥିବା ଲୋକକୁ ସେ ଜାଗାରୁ ହଟିଯିବାର ଆଦେଶ ଦେଇଥାନ୍ତି। ଯେଉଁ ଲୋକ କବ୍ଜା କରିଛି ପୁଲିସ ମ୍ୟାଜିଷ୍ଟ୍ରେଟଙ୍କ ସହାୟତାରେ ସେ ଲୋକକୁ ସେ ଜାଗାରୁ ହଟିଯିବାର ଆଦେଶ ଦେଇଥାନ୍ତି। ଠିକ୍ ସେମିତି ଧାରା 165 କହୁଛି ଯଦି ଝଗଡ଼ା ଅଧିକ ଗମ୍ଭୀର ହୁଏ ସରକାର ସେ ସମ୍ପତ୍ତିକୁ ସିଲ୍ କରିପାରନ୍ତି କିମ୍ବା ଅରିଜିନାଲ ମାଲିକ ଜଣା ନ ପଡ଼ିବା ଯାଏଁ ନିଜ କବ୍ଜାରେ ରଖିପାରନ୍ତି। ଦେଖନ୍ତୁ, ଯଦି ଜଣେ କବ୍ଜା କରୁଛି ତାମାନେ ତା ପାଖରେ ବି କିଛି ଡକୁମେଣ୍ଟ ଅଛି ଯୋଉଥିପାଇଁ ସେ ସାହସ କରୁଛି ଦଖଲ କରିବା ପାଇଁ। ଏଇଠି କଥା ରହୁଛି ଯେ ଜଣଙ୍କ ପାଖରେ ଅରିଜିନାଲ ଡକୁମେଣ୍ଟ ଅଛି ଆଉ ଜଣେ ଜବରଦଖଲ କରିକି ଫର୍ଜି ଜାଲରେ ଦଖଲ କରୁଛି, ତେବେ କ'ଣ ହବ ଏଠି ନା ଅରିଜିନାଲ ମାଲିକ ଜଣା ନ ପଡ଼ିବା ଯାଏଁ ସେ ଜାଗାକୁ କ'ଣ କରିବେ ନା ସରକାର ନିଜ ପାଖରେ ରଖିପାରନ୍ତି କିମ୍ବା ସିଲ୍ କରିପାରନ୍ତି। ଆଉ ଗୋଟେ କାନୁନ ରହିଛି କ'ଣ ନା ସ୍ପେସିଫିକ୍ ରିଲିଫ୍ ଆକ୍ଟ 1963ର ଧାରା 5 ଓ 6। ତେବେ ଧାରା 5 କ'ଣ କହୁଛି ନା ଯଦି କୌଣସି ବ୍ୟକ୍ତିଙ୍କୁ ତାଙ୍କ ସମ୍ପତ୍ତିରୁ ଜବରଦସ୍ତି ବେଦଖଲ କରାଯାଏ ତେବେ ନ୍ୟାୟାଳୟ କବ୍ଜା କରିଥିବା ଲୋକକୁ ଫେରାଇବାର ଆଦେଶ ଦେଇଥାନ୍ତି। ଧାରା 5 କ'ଣ କହୁଛି ନା ଯେଉଁ ଲୋକ ଆପଣଙ୍କ ଜମିକୁ କବ୍ଜା କରିଥିବ ନ୍ୟାୟାଳୟ ତାଙ୍କୁ ଆଦେଶ ଦେବେ ଯେ ତାଙ୍କ ଜମି ତାଙ୍କୁ କବ୍ଜା ଫେରାଇ ଦିଅ। ଧାରା 6 କ'ଣ କହୁଛି ନା ଯଦି କୌଣସି ବ୍ୟକ୍ତି ତାଙ୍କ ସମ୍ପତ୍ତିରୁ ଜବରଦସ୍ତି ବେଦଖଲ କରାଯାଇଛି ତେବେ ସେ ମାଲିକାନା ଅଧିକାର ପ୍ରମାଣ ନ କରି ସମ୍ପତ୍ତି ଉପରେ କବ୍ଜା ଫେରି ପାଇବା ପାଇଁ ଜଣାଇ ପାରିବେ। ମାନେ ଧାରା 6 କହୁଛି ଆପଣ ଆପଣଙ୍କ ଜମି ଉପରେ ଅଧିକାର ସାବ୍ୟସ୍ତ ନ କରିକି ବି ବା ଡକୁମେଣ୍ଟର ପ୍ରମାଣ ନ ଦେଇକି ବି ଆବେଦନ କରିପାରିବେ ନ୍ୟାୟାଳୟରେ। ତ ବର୍ତ୍ତମାନ ଏବେ ଆସିଗଲା ନିଜ ଜମି ଉପରେ ବା ଆପଣଙ୍କ ଜମି ଉପରେ ଯଦି କେହି ଜବରଦଖଲ କରିଛି ତାକୁ କେମିତି ହଟେଇବେ ଏବଂ କୋଉ କୋଉ ପ୍ରୋସେସ ଦେଇକି ତା ଉପରେ ଏଇ ଧାରା ଗୁଡ଼ିକ ଲଗେଇ ପାରିବେ। ମନେ କରନ୍ତୁ ଏଇଟା ଗୋଟେ ଜମି, ଏ ଜମିଟି କାହାର ନା ରାମର। ଏ ଜମିଟି କାହାର ନା ରାମର, କିନ୍ତୁ କ'ଣ କରିଛି ନା ଶ୍ୟାମ ଏ ଜାଗାର ଅଧା କବ୍ଜା କରି ନେଇଛି ଏଇ ଜାଗାକୁ। ହେଲା, କିଏ କରିଛି ନା ଶ୍ୟାମ କବ୍ଜା କରିଛି। এই জমির অধা অংশ কব্জা করছি নহলে পুরা ବି କରିଥାଇପାରେ। ତାହେଲେ ଏଇ କଣ୍ଡିସନରେ କେମିତି ତାକୁ ହଟା ଯାଇପାରିବ ବା ସେ ଜମି ଉପରୁ ଜବରଦଖଲକୁ କେମିତି ହଟେଇ ପାରିବେ? ସବୁଟା କ'ଣ କରିବେ ନା ମାଲିକାନା ଅଧିକାର ପ୍ରମାଣ କରୁଥିବା ଦସ୍ତାବିଜ ସବୁ ପ୍ରସ୍ତୁତ କରିବେ। ସେ ଜମିର ପଟ୍ଟା ବା ଯଦି କିଣାବିକା ଜମି ହେଇଥିବ କବଲା ଯାହା ବି ଦସ୍ତାବିଜ ଆପଣଙ୍କ ପାଖରେ ଅଛି, ପଟ୍ଟା ହଉ କବଲା ହଉ ଯେକୌଣସି ଯାହା କାଗଜପତ୍ର ଅଛି ତାକୁ ଫାଷ୍ଟ ପ୍ରସ୍ତୁତ କରନ୍ତୁ। ଯଦି ନାହିଁ ତାକୁ ସଂଗ୍ରହ କରନ୍ତୁ। ସଂଗ୍ରହ କରିସାରିଲା ପରେ କ'ଣ କରିବେ, ଜଣେ ଓକିଲଙ୍କ ପରାମର୍ଶ ନେବେ ଏବଂ ସେ ଓକିଲଙ୍କ ପରାମର୍ଶ ନେଇ କବ୍ଜା କରିଥିବା ଲୋକକୁ ଏକ ନୋଟିସ ପଠେଇବେ ଏବଂ ସେ ନୋଟିସରେ ଆପଣଙ୍କ ସହିତ ଯାହା ଘଟିଛି ଯାହା ଯାହା ହେଇଛି ସେ ସବୁ ବିବରଣୀରେ ପ୍ରଦାନ କରିବେ। ମାନେ ଡେସ୍କ୍ରାଇବ କରିବେ କୋଉ ଲୋକ ଆପଣଙ୍କ ଜମିକୁ କବ୍ଜା କରିଛି, ଆପଣଙ୍କ ଜମିର ସବୁ କାଗଜପତ୍ର ଡକୁମେଣ୍ଟର ସବୁ କପି ସେଥିରେ ଦେବେ ଏବଂ ସେ ଲୋକର ଡିଟେଲ୍ସ ବି ଦେଇଦେବେ। ଡିଟେଲ୍ସ ଦେଲା ପରେ ସେ ଯେଉଁ ଡେସ୍କ୍ରାଇବ କରିଥିବେ ସେ ବିବରଣୀରେ ଆପଣ ନିହାତି ଡେଟ୍ ଦେବେ, ମାନେ 15 ଦିନ ଭିତରେ କିମ୍ବା 20 ଦିନ ଭିତରେ କିମ୍ବା ମାସେ ଭିତରେ ସେ ଜାଗାକୁ କବ୍ଜାରୁ ଖାଲି କରୁ। ଟାଇମ୍ ଦେବାଟା ନିହାତି ଆବଶ୍ୟକ। ମନେକର ନୋଟିସକୁ ସେ ଖାତିର କଲାନି, ମାନିଲାନି, ତାପରେ କ'ଣ କରିବେ, ସିଧା ପଳେଇବେ ପୋଲିସ ଷ୍ଟେସନ, ସେଠି ଏଫଆଇଆର କରିଦେବେ। ବୁଝିହେଲା? ଏଫଆଇଆରରେ ବି ଲେଖିଦେବେ ଆପଣଙ୍କ ସହିତ ଯାହା ଘଟିଛି, ଆପଣଙ୍କ ଜମିର କାଗଜପତ୍ରର କପି ଦେବେ ଏବଂ ସେ ଲୋକର ଡିଟେଲ୍ସ ବି ଦେଇଦେବେ। କିଛି କିଛି ଜାଗାରେ କ'ଣ ହୁଏ ନା ପୁଲିସ ଯାଇକି ସେ ଲୋକଙ୍କୁ କହିବା ଦ୍ୱାରା ବା ଡରାଇବା ଦ୍ୱାରା ସେ ଲୋକ ଜାଗାରୁ ହଟି ଯାଇପାରେ ବା ଜବରଦଖଲରୁ ହଟି ଯାଇଥାଏ। ଯଦି ପୁଲିସଙ୍କ କହିବା ପରେ ବି ସେ ଲୋକଟି ମାନୁନି ବା ଜବରଦଖଲରୁ ହଟୁନି, ତାପରେ କ'ଣ କରିବେ, ପ୍ରଥମେ ଯିବେ କୋଉଠିକି ଅଦାଲତରେ ପିଟିସନ ଫାଇଲ କରିବା ପୂର୍ବରୁ ଆପଣଙ୍କୁ ଆଗେ ସେ ଜମିରେ କ'ଣ କରିବାକୁ ପଡ଼ିବ, କବ୍ଜାଟାକୁ ଆଣିବାକୁ ପଡ଼ିବ। କବ୍ଜାକୁ କେମିତି ଆଣିବେ, ସିଧା ପଳେଇବେ କୋଉଠିକି ନା ଏସଡିଏମ କୋର୍ଟ। ଏସଡିଏମ କୋର୍ଟ କ'ଣ ନା ଆମର ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ କୋର୍ଟ। ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ କୋର୍ଟ। ମାଜିଷ୍ଟ୍ରେଟ
कोर्ट ଏହି ଏସଡିଏମଏ କୋର୍ଟରେ ଆପ୍ଲିକେସନ ଦେବେ। ଏହି ଆବେଦନରେ କେଉଁ ଧାରାଟି ଲଗାଇ ପାରିବେ ନା ଧାରା 164 ଧାରା 164 ଲଗାଇବେ। ଏ ଧାରା 64ରେ କ'ଣ ବିବରଣୀ ଦେବେ? ଆପଣଙ୍କ ସହିତ ଯାହା ବି ଘଟିଛି ତାକୁ ବିବରଣୀ ଦେବେ। ତା ସହିତ ଆପଣଙ୍କ ଜମିବାଡ଼ି କାଗଜପତ୍ରର କପି ଦେବେ ବା ଡକ୍ୟୁମେଣ୍ଟ ଦେବେ। ତା ସହିତ ସେଇ ଲୋକର ଡିଟେଲ୍ସ ଦେବେ। ଏସଡିଏମ୍ କୋର୍ଟରେ ଦୁଇ ପକ୍ଷଙ୍କୁ ଡକା ହେବ, ଆପଣଙ୍କୁ ଡକା ହେବ ଏବଂ କବ୍ଜା କରିଥିବା ଲୋକକୁ ଡକା ହେବ। ଦୁଇ ଜଣଙ୍କର ଦସ୍ତାବିଜକୁ ଇନଭେଷ୍ଟିଗେସନ କରାହେବ, ଦେଖାହେବ ଏବଂ ଯାହାର ଅରିଜିନାଲ ଡକ୍ୟୁମେଣ୍ଟ ହେଇଥିବ ଏସଡିଏମ୍ ତାଙ୍କୁ ସେ ଜମି ଉପରେ ଦଖଲ ଦେବେ। ଏସଡିଏମ୍ ଏଠି କ'ଣ କଲେ ନା ଦଖଲ ଆପଣଙ୍କୁ ଦେଇଦେଲେ ସେ ଜମି ଉପରେ, କିନ୍ତୁ ମାଲିକାନା ଅଧିକାର ସାବ୍ୟସ୍ତ ଆପଣଙ୍କର ସେ କରେଇ ନାହାନ୍ତି। ତେବେ ମାଲିକାନା ଅଧିକାର କିଏ ସାବ୍ୟସ୍ତ କରାଇବେ ନା ଆପଣଙ୍କୁ ସିଭିଲ କୋର୍ଟକୁ ଯିବାକୁ ପଡ଼ିବ। ଏହି ସିଭିଲ କୋର୍ଟରେ ପିଟିସନ ଫାଇଲ କରିବେ। ଫାଇଲ କରିସାରିଲା ପରେ ଅଦାଲତରେ କ'ଣ ହେବ ନା ଦୁଇ ପକ୍ଷଙ୍କୁ ଡକା ହେବ, ଯାହାର ବି ଡକ୍ୟୁମେଣ୍ଟ ହେଇଥିବ ବା ଅରିଜିନାଲ ସେ ଜମିର ହକଦାର ଯିଏ ତାକୁ ସେ ଦଖଲ ଦେବେ। ଏଇ ସିଭିଲ କୋର୍ଟରେ କେସ୍ ତ ବହୁତ ଟାଇମ୍ ଲାଗିଥାଏ, ମିନିମମ୍ 2 ବର୍ଷ 3 ବର୍ଷ ତାଠୁ ଅଧିକ ହୋଇଥାଏ। ଗୋଟେ ଗୋଟେ କେସ୍ ତ 5 ରୁ 7 ବର୍ଷ ଲାଗିଥାଏ, ତାଠୁ କମ୍ ନୁହଁ। ଅତି କମରେ 2 ରୁ 3 ବର୍ଷ ପରେ, ବୁଝିହେଲା। ଯେଉଁ ଲୋକ ଆପଣଙ୍କ ଜମି ଉପରେ ଜବରଦଖଲ କରିଛି ଏଇ ଧାରା ଗୁଡ଼ିକ ତା ଉପରେ ଲାଗିପାରିବ ବା ଜବରଦଖଲ କଣ୍ଡିସନରେ ଏଇ ଧାରା ଗୁଡ଼ିକ ଲାଗିପାରିବ, ବୁଝିହେଲା।